ବନ୍ଧୁ ମାନେ, ମୁଁ ଆଜି ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବା ପାଇଁ ଯାଉଛି ଯାହା ଶୁଣି ଆପଣ ପ୍ରଥମେ ହସି ପାରନ୍ତି, କିନ୍ତୁ ବନ୍ଧୁମାନେ, ଯେଉଁ ଜିନିଷ ଗୁଡ଼ିକ ସାଧାରଣ ଦେଖାଯାଏ ସେଗୁଡ଼ିକ ପ୍ରାୟତଃ ସବୁଠାରୁ ଗଭୀର। ତ ଆଜିର ବିଷୟ ଜୋତା ସହିତ ଜଡ଼ିତ। ଆପଣ ପ୍ରତ୍ୟେକ ଦିନ ପିନ୍ଧୁଥିବା ଜୋତା, ଯାହା ଆପଣଙ୍କ ସହିତ ସବୁଠି ସାଥିରେ ଥାଏ ଏବଂ ଆପଣଙ୍କର ପାଦକୁ ସୁରକ୍ଷା ଦିଏ। ଆଜି ମୁଁ ରାତିରେ ଆପଣଙ୍କର ଜୋତାକୁ ଓଲଟା ରଖିବାର ମହତ୍ତ୍ୱ ବୁଝାଇବି। ଏହା ପଛରେ ବିଜ୍ଞାନ କ'ଣ, ଆଧ୍ୟାତ୍ମିକ ଦିଗ କ'ଣ ଏବଂ କିପରି ଏବଂ କେତେ ଶୀଘ୍ର ଏହି ଉପାୟ ଆପଣଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରେ। ବନ୍ଧୁମାନେ, ଏହି ଉପାୟ ସେମାନଙ୍କ ପାଇଁ ଯେଉଁମାନେ ସମସ୍ତ ମୋର୍ଚ୍ଚାରେ ଲଢ଼ୁଛନ୍ତି, ଯେଉଁମାନେ ଅନୁଭବ କରନ୍ତି ଯେ କେହି ସେମାନଙ୍କ ରାସ୍ତାରେ କଣ୍ଟା ବିଛାଉଛି, ଯେଉଁମାନେ ପ୍ରତ୍ୟେକ ଦିନ ସକାଳେ ଚାପ ଭାବନା ସହିତ ଉଠି ଏକ ଦୀର୍ଘ ଅସ୍ଥିରତା ସହିତ ଶୋଇଛନ୍ତି। ବନ୍ଧୁମାନେ, ଏହି ଅସ୍ଥିରତା ଆପଣଙ୍କର ଦୁର୍ବଳତା ନୁହେଁ, ଏହା ଆପଣ ଏକା ଲଢ଼ୁଥିବା ଯୁଦ୍ଧର ବୋଝ ଏବଂ ଆଜିର ଉପାୟ ସେହି ଲଢ଼େଇରେ ଆପଣଙ୍କର ସାଥୀ ହେବ। ପ୍ରଥମେ ଜୋତା ଏବଂ ଆମ ଜୀବନ ମଧ୍ୟରେ ସମ୍ପର୍କ ବୁଝିବା। ଆମର ପାଦ ହେଉଛି ସେହି ଅଙ୍ଗ ଯାହା ଆମକୁ ପୃଥିବୀ ସହିତ ସଂଯୋଗ କରେ। ଆମେ ଯେଉଁଠାକୁ ଯାଉ ସେହି ସ୍ଥାନରେ ଥିବା ଶକ୍ତି ଆମ ପାଦ ଦେଇ ଆମ ଶରୀରରେ ପ୍ରବେଶ କରେ। ସେଥିପାଇଁ ଆମେ ମନ୍ଦିର, ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ କିମ୍ବା କୌଣସି ବୃଦ୍ଧଙ୍କ ସମ୍ମୁଖରେ ଉପସ୍ଥିତ ହେବା ସମୟରେ ଆମ ପାଦରୁ ଜୋତା କାଢ଼ି ଦେଉ, କାରଣ ଜୋତା ବାହ୍ୟ ଜଗତର ଶକ୍ତି ବହନ କରେ। ଦିନସାରା ଯେତେବେଳେ ଆପଣ ଯାତ୍ରା କରନ୍ତି, ଲୋକଙ୍କୁ ଭେଟନ୍ତି ଏବଂ ବିଭିନ୍ନ ସ୍ଥାନରେ କାମ କରନ୍ତି, ସେହି ସ୍ଥାନଗୁଡ଼ିକର ଶକ୍ତି ଭଲ ହେଉ କି ଖରାପ ଆପଣଙ୍କ ଜୋତାରେ ଜମା ହୁଏ। ଯେତେବେଳେ ଆପଣ ରାତିରେ ଘରକୁ ଫେରି ସେଗୁଡ଼ିକ ପିନ୍ଧି ଭିତରକୁ ଯାଆନ୍ତି, ସେ ସମସ୍ତ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରେ। ସେଥିପାଇଁ ଆମର ପରମ୍ପରା ନିର୍ଦ୍ଦେଶ ଦିଏ ଯେ ଜୋତା ଘର ବାହାରେ ବାହାର କରି ରଖନ୍ତୁ। ଏହି ଅଭ୍ୟାସ କେବଳ ପରିଷ୍କାର ପରିଚ୍ଛନ୍ନତା ପାଇଁ ନୁହେଁ, ବରଂ ଶକ୍ତିଶାଳୀ ଶୁଦ୍ଧିକରଣ ପାଇଁ ମଧ୍ୟ। ଏବେ ଆସନ୍ତୁ ଆମେ ରାତିରେ ଜୋତା ଓଲଟା ରଖିବାର ମହତ୍ତ୍ୱ ବୁଝିବା। ଯେତେବେଳେ ଜୋତା ଡାହାଣ ପାଖରେ ରଖାଯାଏ, ସେଗୁଡ଼ିକ ଖୋଲା ରହିଥାଏ। ସାଧାରଣତଃ ସେଗୁଡ଼ିକ ଖୋଲା ମୁହଁ ଉପରକୁ ମୁହଁ କରି ରଖାଯାଇଥାଏ ଏବଂ ଏହା ବିଶ୍ୱାସ କରାଯାଏ ଯେ ଏହି ଅବସ୍ଥାରେ ସେମାନେ ଦିନସାରା ସଂଗୃହୀତ ଶକ୍ତିକୁ ବାୟୁମଣ୍ଡଳରେ ନିରନ୍ତର ମୁକ୍ତ କରନ୍ତି। କିନ୍ତୁ ଯେତେବେଳେ ଜୋତାକୁ ଓଲଟା ରଖାଯାଏ, ସେମାନଙ୍କର ତଳି ଉପର ମୁହଁ କରି ରଖିଥାଏ। ଏହି ସ୍ଥିତିରେ ସେମାନେ ସେହି ସଂଗୃହୀତ ଶକ୍ତିକୁ ପୃଥିବୀ ଆଡ଼କୁ ତଳକୁ ଛାଡ଼ି ଦିଅନ୍ତି ଏବଂ ପୃଥିବୀ ଏହାକୁ ଶୋଷିତ କରେ। ମୂଳତଃ ଦିନରେ ସଂଗୃହୀତ ନକାରାତ୍ମକତା ରାତାରାତି ଭୂମିକୁ ଚାଲିଯାଏ। ସକାଳ ସୁଦ୍ଧା ଯେତେବେଳେ ଆପଣ ଜୋତା ପିନ୍ଧନ୍ତି, ସେଗୁଡ଼ିକ ସଫା ଏବଂ ନୂତନ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ତଥାପି ବନ୍ଧୁମାନେ, ଏହି ଅଭ୍ୟାସ କେବଳ ଏଥିରୁ ଅଧିକ କିଛି ଅନ୍ତର୍ଭୁକ୍ତ କରେ। ଏହାର ଆଉ ଏକ ଦିଗ ଅଛି, ଯାହା ଏହାକୁ ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇଁ ଏକ ଉପଚାର କରିଥାଏ। ତଥାପି ବନ୍ଧୁମାନେ, ଏହି ଅଭ୍ୟାସ କେବଳ ଏଥିରୁ ଅଧିକ କିଛି ଅନ୍ତର୍ଭୁକ୍ତ କରେ। ଯେତେବେଳେ ଆପଣ ଆପଣଙ୍କର ଜୋତାକୁ ଓଲଟା ରଖନ୍ତି ଏବଂ ଆପଣଙ୍କ ମନରେ ସଂକଳ୍ପ କରନ୍ତି ଯେ ଆପଣଙ୍କ ପଥ ମଧ୍ୟରେ ଥିବା ପ୍ରତିବନ୍ଧକଗୁଡ଼ିକ ଓଲଟା ହୋଇଯିବା ଉଚିତ, ଯେଉଁମାନେ ଆପଣଙ୍କୁ ବିରୋଧ କରୁଛନ୍ତି ସେମାନେ ଆପଣଙ୍କ ସପକ୍ଷରେ ଫେରିବା ଉଚିତ ଏବଂ ଆପଣଙ୍କର ଶତ୍ରୁଙ୍କ ଯୋଜନାଗୁଡ଼ିକ ଓଲଟା ହେବା ଉଚିତ, ତ ଏହି ଉଦ୍ଦେଶ୍ୟ ଅଭ୍ୟାସକୁ ଏକ ନୂତନ ପ୍ରକାରର ଶକ୍ତି ପ୍ରଦାନ କରେ। ସେଗୁଡ଼ିକ ଓଲଟା ରଖିବା ପ୍ରତୀକ ଅଟେ। ଯେତେବେଳେ ଆପଣ ଏହି ପ୍ରତୀକକୁ ଆପଣଙ୍କର ସଂକଳ୍ପ ସହିତ ମିଶ୍ରଣ କରନ୍ତି, ଆପଣଙ୍କର ଶତ୍ରୁ ଦ୍ୱାରା କରାଯାଇଥିବା ଯେକୌଣସି ପଦକ୍ଷେପ ଓଲଟା ହୋଇଯାଏ। ପ୍ରାଚୀନ କାଳରେ ଯୋଦ୍ଧାମାନେ ଯୁଦ୍ଧର ପୂର୍ବରୁ ସନ୍ଧ୍ୟାରେ ଶୋଇବା ପୂର୍ବରୁ ସେମାନଙ୍କର ଜୋତାକୁ ଓଲଟା ରଖିଥାନ୍ତି। ଏହା ଏକ ବାର୍ତ୍ତା ମାଧ୍ୟମରେ କାର୍ଯ୍ୟ କରିଥିଲା। ତ ଆସନ୍ତାକାଲିର ଯୁଦ୍ଧରେ ମୋ ବିରୁଦ୍ଧରେ ଯିଏ ବି ଠିଆ ହେବ, ସେ ମୋ ପକ୍ଷକୁ ଫେରିଯିବ।
ଯେ କେହି ମତେ ଅଟକାଇବାକୁ ଚାହୁଁଛି ସେ ନିଜେ ଅଟକିଯିବ ଏବଂ ଯେ କେହି ମତେ ତଳକୁ ଆଣିବାକୁ ଚାହୁଁଛି ସେ ନିଜେ ପଡ଼ିଯିବ। ଏହା କେବଳ ଏକ ଅନ୍ଧବିଶ୍ୱାସ ନଥିଲା, ଏହା ମାନସିକ ପ୍ରସ୍ତୁତିର ଏକ ପ୍ରକାରର ଥିଲା, ଏକ ଶକ୍ତିଶାଳୀ ସଂକଳ୍ପ ଏବଂ ଏକ ଦୃଢ଼ ବିଶ୍ୱାସ ଯାହା ଯୋଦ୍ଧାକୁ ଭିତରରୁ ଦୃଢ଼ କରିଥିଲା, ବାହ୍ୟ ଶତ୍ରୁକୁ ଭାଙ୍ଗିବା ପାଇଁ ଶକ୍ତିହୀନ କରିଦେଇଥିଲା। ଆଜି ଆପଣଙ୍କର ଯୁଦ୍ଧଗୁଡ଼ିକ ଖଣ୍ଡା ଦ୍ୱାରା ଲଢ଼ା ଯାଇ ନପାରେ, କିନ୍ତୁ ସେଗୁଡ଼ିକ ସମାନ ଭାବରେ ବାସ୍ତବ। କିଛି ଲୋକଙ୍କ ପାଇଁ ସଂଘର୍ଷ କ୍ୟାରିୟର ଉନ୍ନତି ବିଷୟରେ, ଅନ୍ୟମାନଙ୍କ ପାଇଁ ଏହା ପାରିବାରିକ ସଦ୍ଭାବ ବଜାୟ ରଖିବା କିମ୍ବା ବ୍ୟବସାୟକୁ ବଞ୍ଚାଇବା ବିଷୟରେ, ଏବଂ କିଛି ଲୋକଙ୍କ ପାଇଁ ଏହା ଏପରି ବ୍ୟକ୍ତିକୁ ଏଡ଼ାଇବା ବିଷୟରେ ଯିଏ ବାରମ୍ବାର ସେମାନଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଥାଏ। ଏହି ସମସ୍ତ ଯୁଦ୍ଧରେ ଏହି ଅଭ୍ୟାସ ଆପଣଙ୍କର ଶାସ୍ତି ଭାବରେ ଠିଆ ହୋଇଛି। ବନ୍ଧୁମାନେ, ମୁଁ ଏବେ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଯାଉଛି। କର୍ମର ନିୟମ ହେଉଛି ଯିଏ ଅନ୍ୟକୁ ତଳକୁ ଆଣିବାକୁ ଚାହେଁ ସେ ନିଜେ ପଡ଼ିଯାଏ। ଯେତେବେଳେ ଜଣେ ସଚ୍ଚୋଟ ଭାବରେ କାମ କରେ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖେ ସେ ଆଗକୁ ବଢ଼ିଥାଏ। ଏବେ ଆପଣ ଉପାୟର ପ୍ରକ୍ରିୟାଟିକୁ ଧ୍ୟାନର ସହିତ ଶୁଣନ୍ତୁ। ଏହି ଉପାୟଟିକୁ ଆପଣଙ୍କୁ ରାତିରେ କରିବାକୁ ପଡ଼ିବ। ଆପଣ ଯେକୌଣସି ଦିନ ଏହି ଉପାୟଟି କରିପାରିବେ। ତ ରାତିରେ ଶୋଇବା ପୂର୍ବରୁ ଯେତେବେଳେ ଆପଣ ଆପଣଙ୍କର ଜୋତା କାଢ଼ି ଦିଅନ୍ତି, ସେଗୁଡ଼ିକୁ ସେହିଭଳି ରଖନ୍ତୁ ନାହିଁ। କିଛି ସମୟ ପାଇଁ ଆପଣ ବିରାମ ନିଅନ୍ତୁ। ସେଗୁଡ଼ିକୁ ଆପଣଙ୍କ ହାତରେ ଉଠାନ୍ତୁ। ଆପଣଙ୍କ ଆଖି ବନ୍ଦ କରନ୍ତୁ ଏବଂ ଆପଣଙ୍କ ମନରେ 3 ଥର ଗୋଟିଏ କଥା କୁହନ୍ତୁ। ମୋ ବିରୁଦ୍ଧରେ ଯାହା କାମ କରୁଛି ତାହା ଓଲଟା ହୋଇଯାଉ। ମୋ ରାସ୍ତାରେ ଯାହା ପ୍ରତିବନ୍ଧକ ଭାବରେ ଛିଡ଼ା ହେଉଛି ତାହା ଦୂର ହେଉ। ଯେ ମୋତେ ନଷ୍ଟ କରିବାକୁ ଚାହେଁ ସେମାନେ ନିଜେ ନଷ୍ଟ ହୋଇଯାଆନ୍ତୁ। ଏହା ନୀରବରେ କୁହନ୍ତୁ, ଜୋରରେ ନୁହେଁ, କିନ୍ତୁ ଗଭୀର ଭାବନା ସହିତ। ତାପରେ ଜୋତାକୁ ଓଲଟାଇ ରଖନ୍ତୁ ତଳ ମୁହାଁ କରି ଏକ ସଫା ସ୍ଥାନରେ। ଆପଣ ସେଗୁଡ଼ିକୁ ଆପଣଙ୍କର ବିଛଣା ପାଖରେ, ଦ୍ୱାର ପାଖରେ କିମ୍ବା ଆପଣ ସାଧାରଣତଃ ଯେଉଁଠାରେ ଆପଣଙ୍କର ଜୋତା ରଖନ୍ତି ସେଠାରେ ରଖିପାରିବେ, କିନ୍ତୁ ନିଶ୍ଚିତ କରନ୍ତୁ ଯେ ସେଗୁଡ଼ିକ ଓଲଟା ଅଛି। ତାପରେ ଶାନ୍ତିରେ ଶୋଇପଡ଼ନ୍ତୁ। ସକାଳେ ଉଠିବା ପରେ ଏବଂ ଆପଣଙ୍କ ଜୋତା ପିନ୍ଧିବା ପୂର୍ବରୁ ସେଗୁଡ଼ିକୁ ପୁଣି ଡାହାଣ ପାଖକୁ ବୁଲାନ୍ତୁ। ଏପରି କରିବା ସମୟରେ ମନରେ କୁହନ୍ତୁ, ଆଜି ମୋ ପକ୍ଷରେ ଅଛି। ଆଜି ଯାହା ଘଟେ ତାହା ମୋ ମଙ୍ଗଳ ପାଇଁ ହେବ ଏବଂ ଯାହା ମୋ ବିରୁଦ୍ଧରେ କାମ କରିବାକୁ ଇଚ୍ଛା କରେ ତାହା ଓଲଟା ହେବ। ଏହି ସକାଳର ପ୍ରତିଜ୍ଞା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ରାତିରେ ଓଲଟା ଜୋତା ନକାରାତ୍ମକତାକୁ ପୃଥିବୀରେ ପ୍ରବେଶ କରାଇଥାଏ। ସକାଳର ପ୍ରତିଜ୍ଞା ତାଜା ସକାରାତ୍ମକ ଶକ୍ତି ଜାଗ୍ରତ କରେ। ଏହିପରି ରାତି ଏବଂ ସକାଳ ଏକ ସମ୍ପୂର୍ଣ୍ଣ ଚକ୍ର ଗଠନ କରନ୍ତି, ଯାହା ଆପଣଙ୍କୁ ପ୍ରତିଦିନ ପ୍ରତିକୂଳ ଶକ୍ତିରୁ ମୁକ୍ତ କରେ ଏବଂ ଆପଣଙ୍କୁ ନୂତନ ଶକ୍ତି ସହିତ ସଶକ୍ତ କରେ। ଅତି କମରେ 21 ଦିନ ପାଇଁ ଏହି ପ୍ରତିକାର ଅଭ୍ୟାସ କରନ୍ତୁ। 21 ଦିନର ନିୟମ ବିଦ୍ୟମାନ, କାରଣ ଯେକୌଣସି ଶକ୍ତିଶାଳୀ ପରିବର୍ତ୍ତନ ସ୍ଥାୟୀ ହେବା ପାଇଁ ଅତି କମରେ 21 ଦିନର ନିରନ୍ତର ଅଭ୍ୟାସ ଆବଶ୍ୟକ କରେ। 21 ଦିନ ପରେ ଏହି ପ୍ରତିକାର ଏକ ଅଭ୍ୟାସରେ ପରିଣତ ହେବ ଏବଂ ଆପଣଙ୍କ ଜୀବନ ଉପରେ ଏହାର ପ୍ରଭାବ ସ୍ଥାୟୀ ହେବ। ବନ୍ଧୁମାନେ, ଆପଣଙ୍କର ଏହି ପ୍ରତିକାରକୁ ଅନ୍ୟ ଏକ ଶକ୍ତିଶାଳୀ ଅଭ୍ୟାସ ସହିତ ମିଶ୍ରଣ କରନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଦିନ ଆପଣ ହନୁମାନ ମନ୍ଦିର ପରିଦର୍ଶନ କରନ୍ତୁ। ସେଠାରେ ଏକ ଦୀପ ଜାଳି ନୀରବରେ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ହନୁମାନ, ମୋର ଶତ୍ରୁମାନଙ୍କର ଶକ୍ତି ହ୍ରାସ କରନ୍ତୁ ଏବଂ ମୋର ନିଜର ଶକ୍ତି ବୃଦ୍ଧି କରନ୍ତୁ। ଏହା ସହିତ ପ୍ରତ୍ୟେକ ଶନିବାର ଆପଣଙ୍କ ଘରର ପ୍ରବେଶ ଦ୍ୱାର ନିକଟରେ ସୋରିଷ ତେଲରେ ପୂର୍ଣ୍ଣ ଏକ ମାଟିର ଦୀପ ଜାଳନ୍ତୁ। ତାପରେ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କ ପକ୍ଷରେ ନ୍ୟାୟର ଶକ୍ତିକୁ ସମ୍ମାନ କରିବା ପାଇଁ ମଧ୍ୟ ଏହା ଆପଣଙ୍କ ପାଇଁ ଲାଭପ୍ରଦ ହେବ। ଏହା ବ୍ୟତୀତ ପ୍ରତ୍ୟେକ ରବିବାର ସୂର୍ଯ୍ୟୋଦୟ ସମୟରେ ଉଠି ପୂର୍ବ ଦିଗକୁ ମୁହଁ କରି 10ଟି ଗଭୀର ନିଶ୍ୱାସ ନିଅନ୍ତୁ। ଏହା ସୂର୍ଯ୍ୟଙ୍କ ଶକ୍ତିକୁ ଆପଣଙ୍କ ଭିତରେ ପ୍ରବେଶ କରିବାକୁ ଦିଏ ଏବଂ ଆପଣଙ୍କର ଅନ୍ତର୍ନିହିତ ଶକ୍ତିକୁ ବୃଦ୍ଧି କରେ। ଏହି ଛୋଟ ଛୋଟ କାର୍ଯ୍ୟଗୁଡ଼ିକ ଏକ ସୁରକ୍ଷା କବଚ ଗଠନ କରିବାକୁ ମିଳିତ ହୁଏ।
ଯାହା ଆପଣଙ୍କୁ ଘଣ୍ଟା ଘଣ୍ଟା ଘେରି ରହିଥାଏ। ମୁଁ ସବୁବେଳେ କହୁଛି ଏବଂ ଆଜି ପୁଣି ଥରେ କହିବାକୁ ଚାହୁଁଛି, ଆପଣଙ୍କର ନିଜର ସଫଳତା ହେଉଛି ଶତ୍ରୁକୁ ଧ୍ୱଂସ କରିବାର ସର୍ବୋତ୍ତମ ଅସ୍ତ୍ର। ଯେତେବେଳେ ଆପଣ ଆଗକୁ ବଢ଼ନ୍ତି, ଯେତେବେଳେ ଆପଣଙ୍କର ବ୍ୟବସାୟ ସମୃଦ୍ଧ ହୁଏ, ଯେତେବେଳେ ଆପଣଙ୍କ ପିଲାମାନେ ସମୃଦ୍ଧ ହୁଅନ୍ତି ଏବଂ ଯେତେବେଳେ ଆପଣଙ୍କ ଘରେ ଶାନ୍ତି ବିରାଜମାନ କରେ, ଏହା ଆପଣଙ୍କ ଶତ୍ରୁର ସବୁଠାରୁ ବଡ଼ ପରାଜୟ ଏବଂ ସେମାନଙ୍କର ଦୁଃଖର ସବୁଠାରୁ ବଡ଼ ଉତ୍ସ। ତେଣୁ ଶତ୍ରୁକୁ ପରାସ୍ତ କରିବା ପାଇଁ କେବେ ବି ସେମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ ନାହିଁ, ବରଂ ଆପଣଙ୍କର କାମ, ଆପଣଙ୍କର କଠିନ ପରିଶ୍ରମ, ଆପଣଙ୍କ ପରିବାର ଏବଂ ଆପଣଙ୍କର ପ୍ରଗତି ଉପରେ ଧ୍ୟାନ ଦିଅନ୍ତୁ ଏବଂ ସର୍ବଶକ୍ତିମାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ରଖନ୍ତୁ। ଯେଉଁ ବ୍ୟକ୍ତି ନିଜ କାମ ପ୍ରତି ସମର୍ପିତ ରୁହେ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ, କୌଣସି ଶତ୍ରୁ ସେହି ବିଶ୍ୱାସ, କଠିନ ପରିଶ୍ରମ ଏବଂ ପ୍ରଗତିକୁ ଆଧ୍ୟାତ୍ମିକ ସୁରକ୍ଷା ପ୍ରଦାନ କରେ। ବନ୍ଧୁମାନେ, ଆପଣମାନେ ଜାଣି ରଖିବା ଉଚିତ, ଯେଉଁମାନେ ଅନ୍ୟର କ୍ଷତି କରିବାକୁ ଚାହାନ୍ତି, ସେ ପ୍ରଥମେ ନିଜକୁ କ୍ଷତି ପହଞ୍ଚାନ୍ତି। ଯେତେବେଳେ ଜଣେ ଅନ୍ୟର ଅମଙ୍ଗଳ ଚାହାନ୍ତି, ସେ ପ୍ରଥମେ ନିଜର ଅମଙ୍ଗଳ କରନ୍ତି ଏବଂ ବିପରୀତ ଭାବରେ ଯେଉଁମାନେ ଅନ୍ୟମାନଙ୍କର ମଙ୍ଗଳ ଚାହାନ୍ତି, ସେ ପ୍ରଥମେ ନିଜେ ହିଁ ଲାଭ ପାଆନ୍ତି। ଏହି ସମାନ ନିୟମ ଆପଣଙ୍କର ଶତ୍ରୁ ପାଇଁ ପ୍ରଯୁଜ୍ୟ। ଆପଣଙ୍କ ବିଷୟରେ ନିରନ୍ତର ଖରାପ ଚିନ୍ତାଧାରା ପୋଷଣ କରି, ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଏବଂ ଆପଣଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରି ସେମାନେ ନିଜର ଶକ୍ତିକୁ ନଷ୍ଟ କରୁଛନ୍ତି ଏବଂ ନିଜ ଜୀବନର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। ଶେଷରେ ସେମାନେ କ୍ଳାନ୍ତ ଏବଂ ଦୁର୍ବଳ ହୋଇଯିବେ ଏବଂ ସେମାନଙ୍କର ସମସ୍ତ ଯୋଜନା ସେମାନଙ୍କ ଉପରେ ଓଲଟା ପ୍ରଭାବ ପକାଇବ। ଏହା ହେଉଛି ନିୟମ, ଏହା ହେଉଛି ସତ୍ୟ ଏବଂ ଏହା ଅପରିବର୍ତ୍ତନୀୟ। ଆପଣଙ୍କୁ କେବଳ ଏହି ପଥରେ ରହିବାକୁ ପଡ଼ିବ। ଆପଣଙ୍କର କାମ କରିଚାଲନ୍ତୁ ଏବଂ ଏହି ପ୍ରତିକାରକ ଅଭ୍ୟାସ ଜାରି ରଖନ୍ତୁ। ବାକି ସବୁକିଛି ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ତ ବନ୍ଧୁମାନେ, ଆଜି ଆପଣ ଏହି ଉପାୟ ନିଶ୍ଚିତ ଭାବରେ ପାଳନ କରନ୍ତୁ ଏବଂ ଆଜିଠାରୁ ହିଁ ଆରମ୍ଭ କରନ୍ତୁ। ଆପଣ ଶୋଇବା ସମୟରେ ଆପଣଙ୍କର ଜୋତା କାଢ଼ି ଓଲଟା ରଖିଦିଅନ୍ତୁ ଏବଂ ଏହି ସଂକଳ୍ପ କରନ୍ତୁ ଏବଂ ଶୋଇଯାଆନ୍ତୁ। ଏହି ସରଳ ଉପାୟଟି ଆପଣ 21 ଦିନ ପର୍ଯ୍ୟନ୍ତ ଜାରି ରଖନ୍ତୁ। ଆପଣ ଦେଖିବେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କର ବିରୋଧୀମାନେ ଦୁର୍ବଳ ହୋଇଯିବେ, ଆପଣଙ୍କ ପଥରେ ଥିବା ପ୍ରତିବନ୍ଧକ ଗୁଡ଼ିକ ଦୂର ହୋଇଯିବ ଏବଂ ଆପଣଙ୍କର ପ୍ରୟାସ ଗତି ପାଇବ। ଆପଣଙ୍କ ଘରେ ଶାନ୍ତି ବିରାଜମାନ ହେବ ଏବଂ ଆପଣଙ୍କ ଭିତରେ ଏକ ଆତ୍ମବିଶ୍ୱାସ ମଧ୍ୟ ଜାଗ୍ରତ ହେବ, ଏତେ ଶକ୍ତିଶାଳୀ ଯେ ଆପଣଙ୍କର ଶତ୍ରୁମାନେ ମଧ୍ୟ ନିଜେ ପଛକୁ ହଟିଯିବେ। ଏହା ହେଉଛି ଏହି ପ୍ରତିକାରର ଶକ୍ତି, ଏହା ହେଉଛି ଏହାର ସତ୍ୟ ଏବଂ ଏହା ହେଉଛି ଆପଣଙ୍କ ଜୀବନକୁ ଆଣିଥିବା ଉପହାର।